ଆଜି ହେଉଛି ଓଡ଼ିଆ ବିଶ୍ୱ ପଖାଳ ଦିବସ। ଆମ ଓଡ଼ିଆ ସଂସ୍କୃତିରେ ପଖାଳ କେବଳ ଖାଦ୍ୟ ନୁହେଁ, ଓଡ଼ିଆଙ୍କ ସହିତ ଏକ ଭାବ ପ୍ରବଣତା। ଧୀରେ ଧୀରେ ପଖାଳ ସଂସ୍କୃତି ଜନଜୀବନରେ ସାମିଲ ହୋଇଯାଇଛି। ପଖାଳ କଂସା ଏବେ ଗାଁ ଚାଳ ଘରେ ରହିଯାଇନି, ପଖାଳ କଂସା ଏବେ 5 ଷ୍ଟାର ହୋଟେଲ ଏସି ରୁମ୍ରେ ଶୋଭା ପାଉଛି। ଖାଇସାରିବା ପରେ ଆମେ ମୋ ସାଙ୍ଗର ମୋର ବାହାରିଲୁ। ଆମେ ଫୋନ୍ ଆଣିବାକୁ ଯାଉଛୁ, ତାର ମୋର ଆଇଫୋନ୍। ଆଜି ମୁଁ ବୁଝିଲି, ଖୁସି କେବଳ ବଡ଼ ବଡ଼ କଥାରେ ନୁହେଁ। କଂଗ୍ରାଚୁଲେସନ୍ କାହ୍ନୁ। ଛୋଟ ଛୋଟ ସ୍ୱପ୍ନ ପୂରଣରେ ମଧ୍ୟ ଥାଏ। ଆଉ ସେଇ ଖୁସିକୁ ନିଜ ଆଖିରେ ଦେଖି ସେଇଟା ହିଁ ଅଧିକ ସୁନ୍ଦର। ମୋ ସାଙ୍ଗ ଆଜି ଖୁସି, ତା ଖୁସିରେ ମୁଁ ମଧ୍ୟ ଖୁସି। Thank you, Suka, for the beautiful gift. ଏଇ ସନ୍ଧ୍ୟା ସମୟରେ ଆମେ ସାଙ୍ଗମାନେ ସମସ୍ତେ ଆସି ପହଞ୍ଚି ଯାଇଥିଲୁ ଏଇ ହିଲ୍ ଭ୍ୟୁ ଢାବାରେ, ଯେଉଁ ଜିମ୍ରେ ପ୍ରତିଦିନ ହସୁ ମଜା ଆଉ ଭାଇଚାରା ଶବ୍ଦ ଗୁଞ୍ଜୁଥିଲା। ଏଇ ଭାଇଟା ଯିଏ ସକାଳୁ ଏନର୍ଜି ଦେଉଥିଲା, ସେ ଆଜି ଆମକୁ ଛାଡ଼ି ଗୋଟେ ସହରରୁ ଆଉ ଗୋଟେ ସହରକୁ ଚାଲି ଯାଉଛି। ଆଜି ତାକୁ ବେଷ୍ଟ ୱିଶେସ୍ ଦେବା ସମୟରେ ଆମ ମୁହଁରେ ହସ ଅଛି, କିନ୍ତୁ ମନରେ ଟିକେ ଦୁଃଖ ଅଛି। କାରଣ ସେଇ ଦିନ ଗୁଡ଼ିକ, ସେଇ ସମୟ, ସେଇ ମଜା ଆଉ ଥରେ ଏମିତି ହେବନି। ବେଷ୍ଟ ୱିଶେସ୍ ଭାଇ, ତୁମେ ଯେଉଁଠି ଥାଅ ସବୁବେଳେ ଏମିତି ହସୁଥାଅ। ଭଲ ରହୁଛି ଯୋଉଠି ଅଛି। ମହାକାଳ ସମସ୍ତଙ୍କୁ ଭଲ ରଖନ୍ତୁ, ମୋ ଭାଇମାନଙ୍କୁ ସମସ୍ତଙ୍କୁ ଭଲ ଜଗନ୍ନାଥ। ଆଗକୁ ବଢ଼ିଥାଅ। ପ୍ରଭୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ, ତମର ସବୁ ମନସ୍କାମନା ପୂର୍ଣ୍ଣ ହଉ।